ଆଜିର ପ୍ରଥମ ପ୍ରଶ୍ନ ହେଉଛି କେଉଁ ଦେଶରେ ସୁନାର ପାହାଡ଼ ରହିଛି? ଅପସନ୍ ଏ ଭାରତ, ଅପସନ୍ ବି ଆମେରିକା, ଅପସନ୍ ସି ରୁଷିଆ, ଅପସନ୍ ଡି କଙ୍ଗୋ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି କଙ୍ଗୋ। କଙ୍ଗୋ ଦେଶରେ ସୁନାର ପାହାଡ଼ ରହିଛି। ପରବର୍ତ୍ତୀ ପ୍ରଶ୍ନ, ଅଯୋଧ୍ୟା ରାମ ମନ୍ଦିର କେଉଁ ନଦୀ କୂଳରେ ଅବସ୍ଥିତ? ଅପସନ୍ ଏ ଯମୁନା ନଦୀ, ଅପସନ୍ ବି ନର୍ମଦା ନଦୀ, ଅପସନ୍ ସି କୃଷ୍ଣା ନଦୀ, ଅପସନ୍ ଡି ସରଜୁ ନଦୀ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ସରଜୁ ନଦୀ। ସରଜୁ ନଦୀ କୂଳରେ ଅଯୋଧ୍ୟା ରାମ ମନ୍ଦିର ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ହୋଇଥିଲେ? ଅପସନ୍ ଏ ବିଜୁ ପଟ୍ଟନାୟକ, ଅପସନ୍ ବି ନବୀନ ପଟ୍ଟନାୟକ, ଅପସନ୍ ସି ଗୋପବନ୍ଧୁ ଦାସ, ଅପସନ୍ ଡି କୃଷ୍ଣଚନ୍ଦ୍ର ଗଜପତି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ପ୍ରଶ୍ନ, ଦୁନିଆର ସବୁଠାରୁ ଦୁଃଖୀ ପଶୁ କିଏ? ଅପସନ୍ ଏ କୁକୁର, ଅପସନ୍ ବି ବିଲେଇ, ଅପସନ୍ ସି ଭାଲୁ, ଅପସନ୍ ଡି ଧଳା ଭାଲୁ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଧଳା ଭାଲୁ। ଦୁନିଆର ସବୁଠାରୁ ଦୁଃଖୀ ପଶୁ ହେଉଛି ଧଳା ଭାଲୁ। ପରବର୍ତ୍ତୀ ପ୍ରଶ୍ନ, ଭାରତର ସବୁଠାରୁ ଗରିବ ରାଜ୍ୟର ନାମ କ'ଣ? ଅପସନ୍ ଏ ଓଡ଼ିଶା, ଅପସନ୍ ବି ବିହାର, ଅପସନ୍ ସି ଛତିଶଗଡ଼, ଅପସନ୍ ଡି ଉତ୍ତରପ୍ରଦେଶ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ବିହାର। ଭାରତର ସବୁଠାରୁ ଗରିବ ରାଜ୍ୟ ହେଉଛି ବିହାର। ପରବର୍ତ୍ତୀ ପ୍ରଶ୍ନ, ଭାରତର ସବୁଠାରୁ ଧନୀ ରାଜ୍ୟର ନାମ କ'ଣ? ଅପସନ୍ ଏ ଉତ୍ତରପ୍ରଦେଶ, ଅପସନ୍ ବି ମହାରାଷ୍ଟ୍ର, ଅପସନ୍ ସି ଗୁଜୁରାଟ, ଅପସନ୍ ଡି କେରଳ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ମହାରାଷ୍ଟ୍ର। ଭାରତର ସବୁଠାରୁ ଧନୀ ରାଜ୍ୟ ହେଉଛି ମହାରାଷ୍ଟ୍ର। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶରେ କଳା ରଙ୍ଗର ଟମାଟୋ ମିଳିଥାଏ? ଅପସନ୍ ଏ ଇଂଲଣ୍ଡ, ଅପସନ୍ ବି ଆମେରିକା, ଅପସନ୍ ସି ଚୀନ, ଅପସନ୍ ଡି ଜାପାନ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଇଂଲଣ୍ଡ। ଇଂଲଣ୍ଡ ଦେଶରେ କଳା ରଙ୍ଗର ଟମାଟୋ ମିଳିଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ରାଜ୍ୟରେ ଲାଲ ରଙ୍ଗର ଭେଣ୍ଡି ମିଳିଥାଏ? ଅପସନ୍ ଏ ମହାରାଷ୍ଟ୍ର, ଅପସନ୍ ବି ଗୁଜୁରାଟ, ଅପସନ୍ ସି ରାଜସ୍ଥାନ, ଅପସନ୍ ଡି କେରଳ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ରାଜସ୍ଥାନ। ରାଜସ୍ଥାନ ରାଜ୍ୟରେ ଲାଲ ରଙ୍ଗର ଭେଣ୍ଡି ମିଳିଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ନଦୀକୁ ରକ୍ତର ନଦୀ କୁହାଯାଏ? ଅପସନ୍ ଏ ନର୍ମଦା ନଦୀ, ଅପସନ୍ ବି ଦୟା ନଦୀ, ଅପସନ୍ ସି ଲୋହିତ ନଦୀ, ଅପସନ୍ ଡି କୃଷ୍ଣା ନଦୀ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଲୋହିତ ନଦୀ। ଲୋହିତ ନଦୀକୁ ରକ୍ତର ନଦୀ ବୋଲି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ପତ୍ରରୁ ଗଛ ହୋଇଥାଏ? ଅପସନ୍ ଏ ବରପତ୍ର, ଅପସନ୍ ବି ପିପଲ ପତ୍ର, ଅପସନ୍ ସି ଅମରପୋଇ ପତ୍ର, ଅପସନ୍ ଡି କଦଳୀ ପତ୍ର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଅମରପୋଇ ପତ୍ର। ଭିଡ଼ିଓ ଭଲ ଲାଗିଥିଲେ ଗୋଟେ ଲାଇକ୍ କରନ୍ତୁ ଓ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ।